ଆପଣମାନଙ୍କୁ କୃଷି ଜ୍ଞାନ କେନ୍ଦ୍ରରେ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯେ ଚିନାବାଦାମ ଚାଷରେ ଚୂନ ଏବଂ ଜିପ୍ସମର ଭୂମିକା ଏବଂ ଏହାର ପ୍ରୟୋଗର ମାତ୍ରା ଏବଂ ପ୍ରୟୋଗର ସମୟ ବାବଦରେ। ପ୍ରଥମ କଥା ହେଲା, ଚିନାବାଦାମ ଚାଷ ପାଇଁ ମୃତ୍ତିକା ଏବଂ ସାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ନିକିଡ଼ା ବାଲିଆ ଦୋରସା ମାଟି ଆପଣଙ୍କର ଚିନାବାଦାମ ଚାଷ ପାଇଁ ଉପଯୁକ୍ତ ହୋଇଥାଏ ଏବଂ ମାଟିର ଅମ୍ଳତା ସଦାବେଳେ ଆପଣଙ୍କର 6ରୁ 6.5% ଭିତରେ ରହିଲେ ଚିନାବାଦାମ ଚାଷ ପାଇଁ ଭଲ। ତ କଥା ହେଲା, ଚିନାବାଦାମ ଚାଷ ପାଇଁ ଚୂନ ଏବଂ ଜିପ୍ସମର ଆବଶ୍ୟକତା କ'ଣ ରହିଛି ଏବଂ କେଉଁ ସମୟରେ ଏହାକୁ ମାଟିରେ ପ୍ରୟୋଗ କରିବା ଉଚିତ, ଯାହାଦ୍ୱାରା କି ଆପଣଙ୍କର ଅମଳ ଭଲ ଭାବରେ ଆସିବ। ତ ଚିନାବାଦାମ ଲଗାଇବାର ଗୋଟେ ମାସ ପୂର୍ବରୁ ଆପଣ ଏକର ହିସାବରେ 200 କେଜି ଚୂନ CAO ଯେଉଁଟା ଆପଣଙ୍କ ତା'ର କେମିକାଲ ଫର୍ମୁଲା, ତାକୁ ଆପଣ ମାଟିରେ ହଳ କରିବା ସମୟରେ ପ୍ରୟୋଗ କରିବା ଉଚିତ। ଏହାଦ୍ୱାରା ମାଟି ହାଲକା ହୋଇଥାଏ ଏବଂ ମାଟିର ଅମ୍ଳତା ମଧ୍ୟ ସନ୍ତୁଳନକୁ ଆସିଥାଏ ଏବଂ ଚିନାବାଦାମ ଚେରଟା ଆପଣଙ୍କର ଭଲ ଭାବରେ ମାଡ଼ିଥାଏ, ମାଟି ମଧ୍ୟରେ ଭଲସେ ପ୍ରବେଶ କରିକି ଭଲ ଭାବରେ ମାଡ଼ିଥାଏ ଏବଂ ଆପଣଙ୍କର ଅଧିକ ଅମଳ ଆଣିବାରେ ସହାୟକ ହୋଇଥାଏ। ଏବଂ ଚିନାବାଦାମ ଚେର ଯଦି ଅଧିକ ମାତ୍ରାରେ ମାଡ଼ିଲା ତାହେଲେ ସେଥିରେ ଆପଣଙ୍କର ଦାନା ଯେଉଁଟା ଧରେ ସେଇଟା ଭଲ ଭାବରେ ଧରିଥାଏ ଏବଂ ଅଧିକ ମାତ୍ରାରେ ଅମଳ ଆସିଥାଏ। ସେମିତି ଜିପ୍ସମର ଆବଶ୍ୟକତା ଆପଣଙ୍କର ଚିନାବାଦାମ ଲଗାଇବାର 30ରୁ 35 ଦିନ ପରେ ବା ଫୁଲ ଧରିବା ପୂର୍ବରୁ କିମ୍ବା ଆପଣଙ୍କର ଯେଉଁ ପେଗିଂ ଷ୍ଟେଜ୍, ସେହି ସମୟରେ ଆପଣଙ୍କର ଜିପ୍ସମକୁ ମାଟିରେ ପ୍ରୟୋଗ କରିବା ଉଚିତ। ଏହା ଏକରକୁ ପାଖାପାଖି 80ରୁ 120 କେଜି ଆପଣଙ୍କର ଏକର ହିସାବରେ ପ୍ରୟୋଗ କରିବା ଉଚିତ। ଏହାଦ୍ୱାରା ଆପଣଙ୍କର କ'ଣ ହେବ ନା, ଆପଣଙ୍କର ଜିପ୍ସମରେ ଥିବା 29% କ୍ୟାଲସିୟମ୍ ଏବଂ 19% ସଲଫର ଆପଣଙ୍କର ଚିନାବାଦାମର ପେଗିଂ ବା ଆପଣଙ୍କର ଯେଉଁ ଟ୍ୟୁବ୍ ଏବଂ ପଡ଼ ବା ଫଳ ଆସିବାରେ ଧରିବାରେ ସହାୟକ ହୋଇଥାଏ ଏବଂ ଫଳଟା ଭଲ ବଢ଼ିବାରେ ସହାୟକ ହୋଇଥାଏ ଏବଂ ଅଧିକ ଫଳ ଆସିବାରେ ହେଲ୍ପ କରିଥାଏ ଏବଂ ଆପଣଙ୍କର ରିପ୍ରଡକ୍ଟିଭ୍ ଫ୍ଲାୱାର ଯେଉଁଟାକି ଆପଣଙ୍କର ଭଲ ଫୁଲ ଯେଉଁଟାକି ମାଟି ଭିତରେ ଯାଇକି ଆପଣଙ୍କର ପେଗିଂ ତିଆରି କରିଥାଏ, ଫଳ ଧରିଥାଏ, ସେଇଟା ଭଲ ଅଧିକା ମାତ୍ରାରେ ଆସିଥାଏ। ତ ଏବଂ ଆପଣଙ୍କର ଚିନାବାଦାମ ଫସଲ ଫଳ ଆସିବା ସମୟରେ ମାଟିରେ ଆବଶ୍ୟକତା ଅନୁସାରେ ଯଦି କ୍ୟାଲସିୟମ୍ ଏବଂ ସଲଫର ଥାଏ ତାହେଲେ ଚିନାବାଦାମର ଫଳ ଆପଣଙ୍କର ଫମ୍ପା ଆସିନାହିଁ ଏବଂ ଚିନାବାଦାମର ସାଇଜ୍ ମଧ୍ୟ ଠିକ୍ଠାକ୍ ଆସିଥାଏ। ଜିପ୍ସମ୍ ପ୍ରୟୋଗ ଦ୍ୱାରା ଚିନାବାଦାମର ମଞ୍ଜି ଭଲ ଆସିଥାଏ ଏବଂ ତେଲର ପ୍ରତିଶତ ମଧ୍ୟ ଭଲ ଭାବରେ ଆସିଥାଏ। ତ ଆପଣଙ୍କର ଜିପ୍ସମ୍ ପ୍ରୟୋଗ ଦ୍ୱାରା ଆପଣଙ୍କର ଗୁଣାତ୍ମକ ଅମଳର ପ୍ରତିଶତ ବଢ଼ିଥାଏ, ଯାହାଦ୍ୱାରା କି ଆପଣ ଭଲ ଅମଳ ପାଇପାରିଥାନ୍ତି। ତ ଜିପ୍ସମ୍କୁ ଆପଣ ପ୍ରୟୋଗ କରିପାରିବେ ଆପଣଙ୍କର ସଏଲ୍ ପ୍ରସ୍ତୁତି ସମୟରେ, ମାନେ ଚାଷ କଲା ସମୟରେ ମଧ୍ୟ ବି ଆପଣ ତାକୁ ବିଲରେ ପ୍ରୟୋଗ କରିପାରିବେ। ଆପଣଙ୍କର 80ରୁ 120 କେଜି ହିସାବରେ, କିମ୍ବା ଆପଣଙ୍କର ଯେତେବେଳେ ଆପଣଙ୍କର ପେଗିଂ ଷ୍ଟେଜ୍ ବା ପ୍ରି ଫ୍ଲାୱରିଂ ଷ୍ଟେଜ୍, ଫୁଲ ଆସିବା ପୂର୍ବରୁ ମଧ୍ୟ ଆପଣ ଆକୁ ଆପଣଙ୍କର ବିଲରେ ପ୍ରୟୋଗ କରିପାରିବେ। କିନ୍ତୁ ମନେ ରଖିବେ ଯେ ଚିନାବାଦାମ ଯେତେବେଳେ ଆପଣ ଚାଷ କରୁଛନ୍ତି, ଚିନାବାଦାମର 2 ସାଇଡ଼୍ରେ ଆପଣ ଜିପ୍ସମ୍କୁ ପ୍ରୟୋଗ କରିବେ, ଯାହାଦ୍ୱାରା କି ଭଲ ହୋଇଥାଏ। ଠିକ୍ ଅଛି। ତ ଆଜି ଥିଲା ଏଇ କିଛି ଆପଣଙ୍କର ଇନଫର୍ମେସନ୍। ଯଦି ଆପଣ ଆମ ଭିଡ଼ିଓକୁ ଲାଇକ୍ କରନ୍ତି, ପସନ୍ଦ କରନ୍ତି, ତାହେଲେ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ, ନମସ୍କାର।